हेलो स्टूडेंट, गुड इवनिंग। আমি যে ওই ଏସ୍ ଏସ୍ ସି ଏମ୍ ଟି ଏସ୍ ସିଲାବସ୍ ଷ୍ଟାର୍ଟ କରିଛି। ଏଇଟା 3 ରୁ 4 ମାସ ଭିତରେ ଆମେ ପୁରା ସମ୍ପୂର୍ଣ୍ଣ ସମାପ୍ତ କରିଦେବା। ତ ଯେଉଁମାନେ ବି ଏସ୍ ଏସ୍ ସି ଏମ୍ ଟି ଏସ୍ ପାଇଁ ପଢୁଛ, ଏ ଚ୍ୟାନେଲକୁ ସବସ୍କ୍ରାଇବ କର ଆଉ ଡେଲି ଭିଡ଼ିଓ ଦେଖ। ଜିକେ ଜିଏସ୍ ଆଉ ଇଂଲିଶ, यार जो स्कोरिंग पॉइंट होची ए दिटा ହିଁ ସିଲେକ୍ସନ ହୁଏ। ସେଥିପାଇଁ ତମକୁ ଫାଷ୍ଟ ଗୋଟେ ଜବ୍ ନେଇଯିବା ନିହାତି ଦରକାର। ଆଉ ଏଇ ଏମ୍ଟିଏସ୍ ହିଁ ସବୁଠାରୁ ସହଜ ଉପାୟ। ହଁ, ଏଇଠି କ'ଣ ହୁଏ କି କମ୍ପିଟିସନ ଟିକେ ଅଧିକ ରୁହେ, କିନ୍ତୁ ଚାନ୍ସ ବି ତ ଅଧିକ ହଉଛି ନା, କାହିଁକି ଦିଟା ସବଜେକ୍ଟରେ ହିଁ ସ୍କୋରିଂ ଦରକାର। ତ କ'ଣ ହବ, ଯେତେ ଅଧିକ ତମର ପ୍ରାକ୍ଟିସ ହବ, ଯେତେ ଅଧିକ ପଢିବ, ସେଇ ହିସାବରେ ତମର ସିଲେକ୍ସନ ହବ। ତ ଚାଲ ଆଜିର ଟପିକ ଯୋଉଟା ଅଛି କାରଣ ଆମର କ୍ଲାସିକାଲ ମ୍ୟୁଜିକ, ତାକୁ ପଢିବା। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଅଛି। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କ'ଣ? ସଙ୍ଗୀତ ଏଇଟା କ'ଣ ହଉଛି? ସଙ୍ଗୀତର ଗୋଟେ ଔପଚାରିକ ଓ ସୁସଂଗଠିତ ପ୍ରକାର। ଏଇଟା ଗୋଟେ ପ୍ରକାର, ଗୋଟେ ଟାଇପ ପିଲାମାନେ, ଯାହା କ'ଣ ହୁଏ, ପାରମ୍ପରିକ ବାଦ୍ୟଯନ୍ତ୍ରରେ ବ୍ୟବହାର କରି ପରିବେଷଣ କରାଯାଏ ଏବଂ ଏହା କାହାଣୀ ବା ଅର୍କେଷ୍ଟ୍ରା ସହିତ ଜଡ଼ିତ। ଅର୍କେଷ୍ଟ୍ରା ମାନେ ପିଲାମାନେ କ'ଣ, ଗୋଟେ ଗ୍ରୁପରେ ସିଙ୍ଗିଂ କରିବା ଷ୍ଟାଇଲ କୁହାଯାଏ ଅର୍କେଷ୍ଟ୍ରା ପିଲାମାନେ। ବୁଝିପାରିଲ? ଏହାର ମୂଳ ଉତ୍ସ କ'ଣ ଥିଲା ପ୍ରାଚୀନ କାଳରେ? ପ୍ରାଚୀନ କାଳରେ ଏହାର ମୂଳ ଉତ୍ସ ଥିଲା କ'ଣ, ଆମେ ସେ ବିଷୟରେ ଟିକେ ଜାଣିବା। ସାମବେଦ। ଭାରତୀୟ ସଙ୍ଗୀତର ସର୍ବପୁରାତନ ଉତ୍ସ ହେଉଛି ସାମବେଦ। ଏଥିରେ ଭଜନ ଗୁଡ଼ିକୁ ନିର୍ଦ୍ଦିଷ୍ଟ ରାଗରେ ଗାନ କରାଯାଏ ପିଲାମାନେ। କୋଉଥିରେ? ସାମବେଦରେ। ନାଟ୍ୟଶାସ୍ତ୍ର ଲେଖିଥିଲେ କିଏ ପିଲାମାନେ? ଭାରତମୁନି। ଆମେ କ୍ଲାସିକାଲ ଡ୍ୟାନ୍ସରେ ମଧ୍ୟ ଏହାକୁ ଦେଖିଛେ। ଏଥିରେ ସଙ୍ଗୀତ, ନୃତ୍ୟ ଏବଂ ନାଟକର ମୂଳଦୁଆ ହେଉଛି ଏଇଟା ନାଟ୍ୟଶାସ୍ତ୍ର। ଏଥିରେ କ'ଣ, ସ୍ୱର, ବାଦ୍ୟଯନ୍ତ୍ର ଏବଂ ରସର ବର୍ଣ୍ଣନା ରହିଛି ପିଲା ନାଟ୍ୟଶାସ୍ତ୍ରରେ। ଦୋତିଲ ମୁନିଙ୍କ ରଚିତ ସଙ୍ଗୀତର ସଂରଚନା ଗୁଡ଼ିକର ବର୍ଗୀକରଣ। ଏଥିରେ କ'ଣ ପିଲା? ବର୍ଗୀକରଣ, ସଙ୍ଗୀତର ସଂରଚନା ଗୁଡ଼ିକର ବର୍ଗୀକରଣ ଲେଖିଥିଲେ କିଏ ପିଲା? ନା ଦୋତିଲ ମୁନି ଲେଖିଥିଲେ କି? ଦୋତିଲ ମୁନି। ବୃହଦେଶୀ କ'ଣ ପିଲାମାନେ? ବୃହଦୋଷୀ ମତଙ୍ଗ ମୁନି ଲେଖିଥିଲେ କିଏ? ମତଙ୍ଗ ମୁନି। ଏଥିରେ ପ୍ରଥମ ଥର ପାଇଁ ରାଗ ଶବ୍ଦର ଉଲ୍ଲେଖ ରହିଛି। କୋଉଥିରେ ପିଲାମାନେ? ବୃହଦେଶୀରେ। ସଙ୍ଗୀତ ରତ୍ନାକର କ'ଣ ପିଲାମାନେ? ଏଇଟା ସଙ୍ଗୀତର ବାଇବଲ ବୋଲି ମଧ୍ୟ କୁହାଯାଏ ପିଲାମାନେ। କୋଉଟାକୁ? ସଙ୍ଗୀତ ରତ୍ନାକର। କେତେବେଳେ କୁହାଯାଉଥିଲା? ଯେତେବେଳେ କ'ଣ ହେଇଥିଲା, ଆମର ଏ ଯୋଉ ସଙ୍ଗୀତ ଦି ଭାଗରେ ବିଭକ୍ତ ହେଇନଥିଲା। କ'ଣ ହେଇଥିଲା? ଏବେ କ'ଣ ହିନ୍ଦୁସ୍ତାନୀ ମ୍ୟୁଜିକ ଆଉ ଗୋଟେ କର୍ଣ୍ଣାଟିକ ମ୍ୟୁଜିକ ଅଛି, ସେଇଟା ହେଇନଥିବା ଆଗରୁ କେତେ ଟାଇମରେ 1300 ଶତାବ୍ଦୀରେ କ'ଣ ହେଇଥିଲା? ସାରଙ୍ଗ ଦେବ ଏଇ ସଙ୍ଗୀତ ରତ୍ନାକର ଲେଖିଥିଲେ। ହିନ୍ଦୁସ୍ତାନୀ ଏବଂ କର୍ଣ୍ଣାଟକ ସଙ୍ଗୀତ କ'ଣ ହେଇଥିଲା? ଅଲଗା ନ ହେବା ପୂର୍ବରୁ ଏହାକୁ କ'ଣ କୁହାଯାଇଥିଲା? ଭାରତୀୟ ସଙ୍ଗୀତର ବାଇବେଲ ବୋଲି କୁହାଯାଉଥିଲା। ଏବେ ଆମେ ଦେଖିବା ମଧ୍ୟଯୁଗୀୟ କାଳର ଉତ୍ସ ଗୁଡ଼ିକ କ'ଣ? ଇସଲାମୀୟ ପ୍ରଭାବ ଏବଂ ପାର୍ସିଆନ ଆଉ ଇସଲାମିକ ଯେତେବେଳେ ତାର ଉତ୍ପାଦନ ଗୁଡ଼ିକ କ'ଣ ହେଇଥିଲା? ଏଥିରେ ମିଶିଥିଲା, ଏ ସଙ୍ଗୀତରେ ମିଶି ଯାଇଥିଲା। କାହାର ଉତ୍ପାଦନ? ଇସଲାମିକ ଆଉ ପାର୍ସିଆନର। ଆଉ ଏଇ ଟାଇମରେ ପିଲାମାନେ କ'ଣ ହେଇଥିଲା? ହିନ୍ଦୁସ୍ତାନ ସଙ୍ଗୀତର ଉଦୟ ହେଇଥିଲା। କୋଉ ଟାଇମରେ? ମଧ୍ୟଯୁଗ କାଳରେ। ଏବଂ ଏଇ ଟାଇମରେ କ'ଣ ହେଇଥିଲା ପିଲାମାନେ? ରାଜକୀୟ ସହାୟତା ମଧ୍ୟ ମିଳିଥିଲା। ନୂତନ ଶୈଳୀ ଯୋଉଟା ଯେମିତିକି ଖୟାଲ, କୱାଲି ଇତ୍ୟାଦି ଏବଂ ନୂତନ ବାଦ୍ୟଯନ୍ତ୍ର ସିତାର ଏବଂ ତବଲାର ପ୍ରବେଶ ଏହି ମଧ୍ୟଯୁଗରେ ମଧ୍ୟ ହେଇଥିଲା ପିଲାମାନେ। ଏବେ ଆମେ ଦେଖିବା ପିଲାମାନେ ଆଧୁନିକ କାଳ। ସଙ୍ଗୀତ ଦରବାରରୁ ବାହାରି ଏହା କ'ଣ ହେଇଥିଲା? ସର୍ବସାଧାରଣ ମାନଙ୍କର ସମ୍ମୁଖରେ ଯାଇଥିଲା। ତାପରେ କ'ଣ ହେଇଥିଲା? ଯେତେବେଳେ ଲୋକଙ୍କ ପାଖକୁ ଗଲେ କ'ଣ ହେଇଥିଲା ପିଲାମାନେ? ଆନୁଷ୍ଠାନିକ। ଏଇଟା ସର୍ବସାଧାରଣ ପାଖକୁ ଗଲା ପରେ କ'ଣ ହେଇଥିଲା? ଆନୁଷ୍ଠାନିକ ତାଲିମ ଆରମ୍ଭ ହେଇଥିଲା ପିଲାମାନେ ଏବଂ ରେକର୍ଡିଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସଙ୍ଗୀତକୁ ସଂରକ୍ଷଣ ଦିଆଯାଇଥିଲା ଏଇ ଟାଇମରେ। ଏ ତାଲିମ ମାନେ ପିଲାମାନେ ଟ୍ରେନିଂ, ଆନୁଷ୍ଠାନିକ ଅନୁଷ୍ଠାନ ମାନେ କ'ଣ ହେଇଥିଲା? ଏଇ ଟାଇମରେ ଟ୍ରେନିଂ ବି ଆରମ୍ଭ ହେଇଥିଲା। କାହିଁକି? ସର୍ବସାଧାରଣ ମାନଙ୍କୁ ଯେତେବେଳେ ଯିବ, ସମସ୍ତେ ଜାଣିବାକୁ ଚାହିଁବେ, ସେଥିପାଇଁ କ'ଣ ଟ୍ରେନିଂ ସେଣ୍ଟର ମଧ୍ୟ ଏଇ ସଙ୍ଗୀତ ପାଇଁ ଖୋଲା ଯାଇଥିଲା ଜାଗା ଜାଗାରେ। ସେଥିପାଇଁ ତ ଆଜି ଦେଖିବାକୁ ଯୋଉ କିରାନା ଘରାନା ଯେତେ ପ୍ରକାର ଘରାନା ମାନ ଅଛି କ'ଣ, ସେଇଥିପାଇଁ ଏଇ ସଙ୍ଗୀତ ଶିକ୍ଷା କରିବା ପାଇଁ ଏଇଟା ହେଇଥିଲା। ଭାରତୀୟ ସଙ୍ଗୀତର କ'ଣ ଦୁଇଟି ପଦ୍ଧତି କ'ଣ ଥିଲା? 1400 ଶତାବ୍ଦୀ ପୂର୍ବରୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବିଭକ୍ତ ହୋଇନଥିଲା।
12ଶ ଶତାବ୍ଦୀର ଶେଷରୁ 13ଶ ଶତାବ୍ଦୀ ଆରମ୍ଭରେ ବିଶେଷ କରି ମୁସଲିମ ଶାସକମାନଙ୍କର ଆଗମନରେ ଏବଂ ପାରସ୍ୟ ପ୍ରଭାବ ହେତୁ ଏହା କଣ ହେଇଥିଲା ପରିବର୍ତ୍ତନ ହେଇଯାଇଥିଲା ପିଲାମାନେ। ଉତ୍ତର ଭାରତୀୟ ଶୈଳୀ ଯୋଉ ନର୍ଦର୍ନ ଷ୍ଟାଇଲ କଣ ପିଲାମାନେ ପାରସ୍ୟ ଏବଂ ଇସଲାମିକ ଉତ୍ପାଦନ ଗୁଡିକ ଏଥିରେ କଣ ହଉଥିଲା ଏଡ କରାଯାଇଥିଲା ପିଲାମାନେ। କଣ ସିତାର, ତବଲା, ଖେୟାଲ, ଇମ୍ପ୍ରୋଭାଇଜେସନ ମାନେ ତତ୍କ୍ଷଣାତ ଯୋଉଟା ସୃଜନଶୀଳ କୌଶଳ ଗୁଡାକ କଣ ହେଇଥିଲେ ଏଡ କରାଯାଇଥିଲା ପିଲାମାନେ। ଦକ୍ଷିଣ ଭାରତୀୟ ଶୈଳୀ ଏଇଟା କଣ ଥିଲା ଗୋଟେ ଇଣ୍ଡିପେଣ୍ଡେଣ୍ଟ ଥିଲା ମାନେ ଇଣ୍ଡିପେଣ୍ଡେଣ୍ଟ ହିସାବରେ ଏଇଟା ବିକାଶ ହେଇଥିଲା ପିଲାମାନେ। ଏହା ପ୍ରାୟତଃ ଅପରିବର୍ତ୍ତିତ ରହିଥିଲା ଏଥିରେ କୌଣସି ଚେଞ୍ଜ ହେଇନଥିଲା। କିନ୍ତୁ ଯୋଉ ଆମର ଉତ୍ତର ଭାରତୀୟ ଶୈଳୀରେ କଣ ହେଇଥିଲା ମାନେ ବହୁତ ଗୁଡାଏ କଣ ଏଡ ହେଇଥିଲା। ହିନ୍ଦୁସ୍ତାନୀ ଏବଂ କନ୍ନଡ଼ ଶବ୍ଦ ଗୁଡିକ ହିନ୍ଦୁସ୍ତାନୀ ଏବଂ କର୍ଣ୍ଣାଟକ ଶବ୍ଦ ଗୁଡିକ ପ୍ରଥମେ ହରିପାଲଙ୍କ ଦ୍ଵାରା ରଚିତ ସଙ୍ଗୀତ ସୁଧାକର ରେ ଦେଖିବାକୁ ମିଳିଥିଲା। କଣ ପିଲାମାନେ ଯୋଉ ହିନ୍ଦୁସ୍ତାନୀ ଏବଂ କର୍ଣ୍ଣାଟକ ଶବ୍ଦ এটা କୋଉଠି ମିଳିଥିଲା ଦେଖିବାକୁ ପିଲାମାନେ ଆମର ଯିଏ ହରିପାଲ ଲେଖିଥିଲେ କଣ ସଙ୍ଗୀତ ସୁଧାକର। ଆମେ ବି ହିନ୍ଦୁସ୍ତାନୀ ସଙ୍ଗୀତ ଏବଂ କର୍ଣ୍ଣାଟକ ସଙ୍ଗୀତ ବିଷୟରେ କିଛି ଦେଖିବାକୁ ପିଲାମାନେ। ଏହାର ଅଞ୍ଚଳ କୋଉ କୋଉଠି ଦେଖିବାକୁ ମିଳିବ ଉତ୍ତର ଭାରତରେ ହିନ୍ଦୁସ୍ତାନୀ ସଙ୍ଗୀତ, ଦକ୍ଷିଣ ଭାରତରେ କର୍ଣ୍ଣାଟକ ସଙ୍ଗୀତ। ହିନ୍ଦୁସ୍ତାନୀ ସଙ୍ଗୀତରେ ହିନ୍ଦୀ, ଉର୍ଦ୍ଦୁ, ପାରସ୍ୟ ଭାଷା ୟୁଜ କରାଯାଏ। କର୍ଣ୍ଣାଟକ ସଙ୍ଗୀତରେ ସଂସ୍କୃତ, ତେଲୁଗୁ, ତାମିଲ ଏବଂ କନ୍ନଡ଼ ୟୁଜ କରାଯାଏ। ହିନ୍ଦୁସ୍ତାନୀ ସଙ୍ଗୀତ ଏଇଟା କଣ ଏକ୍ସଟେନ୍ସିଭ ଥାଏ। ଆଉ କର୍ଣ୍ଣାଟକ ସଙ୍ଗୀତ କଣ ଷ୍ଟ୍ରକ୍ଚର ଏଇଟା ଚେଞ୍ଜ ହେଇନଥାଏ ଏଇଟା ଷ୍ଟ୍ରକ୍ଚର ହିସାବରେ ଥାଏ। ହିନ୍ଦୁସ୍ତାନୀ ସଙ୍ଗୀତରେ ସିତାର, ସରୋଦ, ତବଲାର ୟୁଜ ହୁଏ ଆଉ ଏବଂ କର୍ଣ୍ଣାଟକ ସଙ୍ଗୀତରେ ବୀଣା ମୃଦଙ୍ଗର ୟୁଜ କରାଯାଏ। ଏଇଟା ନିର୍ଦ୍ଦିଷ୍ଟ ନଥାଏ ଏଇଟା କଣ ଗୋଟେ ଫିଅର ଫିକ୍ସ ନଥାଏ କିନ୍ତୁ କିଛି ଫିକ୍ସ ଥାଏ। ଏବଂ କର୍ଣ୍ଣାଟକ ସଙ୍ଗୀତ କଣ ଏଇଟା ବହୁତ ଗୁଡେ କୀର୍ତ୍ତି ଯେମିତି ରହିଛି ସେଟା କଣ ଫିକ୍ସ ରହିଛି। ହିନ୍ଦୁସ୍ତାନୀ ସଙ୍ଗୀତର ପ୍ରତିଷ୍ଠାତା କିଏ ଅମୀର ଖୁସରୁ ଏବଂ କର୍ଣ୍ଣାଟକ ସଙ୍ଗୀତର ପ୍ରତିଷ୍ଠାତା ପୁରନ୍ଦର ଦାସ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଆମର ଯୋଉ ଉତ୍ତର ଭାରତର ଏଇଟା ଆମେ ଦେଖିବା। ଏହା 12ଶ ଶତାବ୍ଦୀ ପରେ ମୋଗଲ ପ୍ରଭାବରେ ବିକଶିତ କୋଉ ଟାଇମରେ ମୋଗଲ ମାନଙ୍କ ସମୟରେ ପ୍ରଭାବ ହେଇଥିଲା ପିଲାମାନେ। ଏହାର ପ୍ରତିଷ୍ଠାତା କିଏ ଅମୀର ଖୁସରୁ 1235 ରୁ 1325 ଏକ ଟାଇମ ପିରିୟଡ ଥିଲା। ସେ ପାର୍ସୀ ଉପାଦାନ ଗୁଡ଼ିକୁ ସଙ୍ଗୀତରେ ପ୍ରବେଶ କରିଥିଲେ। କଣ ହେଇଥିଲା ଯୋଉ ପାର୍ସିଆନ ଏଲିମେଣ୍ଟ ଗୁଡା ଇନଷ୍ଟ୍ରୁମେଣ୍ଟ ଗୁଡାକ ଥିଲା ସେଟା କଣ ହେଇଥିଲା ପିଲାମାନେ ଏଇଥିରେ ଏଡ କରାଯାଇଥିଲା। ଯେମିତି ସେ କହିଥିଲେ କାଉଲି ଏବଂ ତରାନା ସହ ଜଡିତ କୋଉ କହୁଥିଲେ କାଉଲି ଏବଂ ତରାନା ସହିତ ସେ ଜଡିତ ଥିଲେ କିଏ ଥିଲେ ଅମୀର ଖୁସରୁ। ମିଆଁ ତାନସେନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଜନକ କିଏ ଥିଲେ ମିଆଁ ତାନସେନ। ସେ ଆକବରଙ୍କ ଦରବାରରେ ସଙ୍ଗୀତ କିଏ ଥିଲେ ଆକବରଙ୍କ ଦରବାରରେ ସଙ୍ଗୀତ ଏବଂ ନବରତ୍ନ ଜଣେ ଥିଲେ ପିଲାମାନେ। ମିଆଁ ତାନସେନ ପିଲାମାନେ କଣ ଥିଲେ ଆକବର ଦରବାରରେ ସଙ୍ଗୀତ କିଏ ଥିଲେ ଏବଂ ନବରତ୍ନଙ୍କ ମଧ୍ୟରେ ଜଣେ ଥିଲେ। କିନ୍ତୁ ଅମୀର ଖୁସରୁ ପିଲାମାନେ କରିଥିଲେ ଦିଲ୍ଲୀ ସଲତନତ ଟାଇମରେ ଥିଲେ ଅମୀର ଖୁସରୁ। ସେ ଦୀପକ ଏବଂ ମେଘ ମଲ୍ଲାର ରାଗ ସହିତ ଜଡିତ ଥିଲେ। ଦୀପକ ଏବେ ଆମେ କଣ ଦେଖିବା ଯୋଉ ହିନ୍ଦୁସ୍ତାନୀ ସଙ୍ଗୀତ ରହିଛି ତାର ଭୋକାଲ ସଙ୍ଗ ଗାୟନ ଶୈଳୀ ଭୋକାଲ ସଙ୍ଗ ଆମେ କଣ ଏବେ ଦେଖିବା। ପ୍ରଥମରେ ଧ୍ରୁପଦ ଯୋଉ ପିଲା ଏହାର ବହୁତ ପୁରାତନ ଶୈଳୀ ଏଟା ଧ୍ରୁପଦଟା ସବୁଠାରୁ ପ୍ରାଚୀନ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଚଳିତ ଶୈଳୀ ହଉଛି ଧ୍ରୁପଦ। ଅତ୍ୟନ୍ତ ଧୀର ଏବଂ ଗଭୀରରେ ଏହାକୁ ଗାନ କରାଯାଏ। ରାଗର ଶୁଦ୍ଧତା ଉପରେ ଗୁରୁତ୍ୱ ଦିଆଯାଇଥାଏ ଏଥିରେ। ପଖାବଜ ସାଥିରେ ଗାନ କଣ ୟୁଜ କରାଯାଏ ମାନେ ପଖାବଜ। ଶୈଳୀ ଗୋହାର, ଖଣ୍ଡାର, ନୋହାର, ଡାଗୁରବାଣୀ ଏସବୁ କଣ ଧ୍ରୁପଦ ଗାଇବାର ତାର ଷ୍ଟାଇଲ ଟା ପିଲାମାନେ ଆମେ ଦେଖିବା। ଆଜିର ସବୁଠାରୁ ଲୋକପ୍ରିୟ ହଉଛି ଖୟାଲ। ୟାର ଅର୍ଥ କଣ ପିଲାମାନେ ଖୟାଲ ମାନେ ଇମାଜିନେସନ ଅଧିକ ଭାବପୂର୍ଣ୍ଣ ଏବଂ ଅଲଙ୍କାର ଯୁକ୍ତ ହିସାବରେ ଏହାକୁ ଗାନ କରାଯାଏ। ସୃଜନଶୀଳତା ପାଇଁ ଏହା ଅଧିକ ସୁଯୋଗ ଥାଏ। ତବଲା ସାଥିରେ ଗାନ ଏ କଣ ପିଲାମାନେ ତବଲା ୟୁଜ କରିଯାଇଥିଲେ ତବଲା ୟୁଜ କରି ଦୁଇଟି ପ୍ରକାର ଥିଲେ ବଡ ଖୟାଲ ଏବଂ ଛୋଟ ଖୟାଲ ଯୋଉ ବଡ ଖୟାଲ ପିଲାମାନେ ଧୀରେ ଧୀରେ କରାଯାଏ ଆଉ ଛୋଟ ଖୟାଲ ଦ୍ରୁତ ବା ତୀବ୍ର ହିସାବରେ ଗାନ କରାଯାଏ। ବଡ ଧୀରେ ଧୀରେ ଛୋଟ ଦ୍ରୁତରେ ପିଲାମାନେ ମନେ ରଖିଥାଉ। ତାପରେ ଠୁମୁରିରେ ପିଲାମାନେ ଠୁମୁରି ମାନେ କଣ ରୋମାଣ୍ଟିକ ଏବଂ ଭକ୍ତିପୂର୍ଣ୍ଣ ରୋମାଣ୍ଟିକ ଏବଂ ଭକ୍ତିପୂର୍ଣ୍ଣ ମାନେ କାହାକୁ ଆମ କୃଷ୍ଣ ଆଉ ରାଧାଙ୍କ ସହିତ ଜଡିତ ପିଲାମାନେ। ଲକ୍ଷ୍ନୌ ଏବଂ ବାରାଣସୀରେ କୋଉଠି କୋଉଠି ଲକ୍ଷ୍ନୌ ଏବଂ
ବାରାଣାସୀଟା ଅଧିକ ଲୋକପ୍ରିୟ ପିଲାମାନେ। ତାପରେ ଟପ୍ପା ଦ୍ରୁତ ଏବଂ ତାଳବଦ୍ଧ ପିଲାମାନେ। ଟପ୍ପା ଯୋଉଟା ଦ୍ରୁତ ଏବଂ ତାଳବଦ୍ଧ। ଏ ତାଳବଦ୍ଧ ବୋଲି କଣ ପିଲାମାନେ? ରିଦିମ୍ସ। ଦ୍ରୁତ ଏବଂ ଏଟା ରିଦିମ୍ସ। ରିଦିମ୍ସ। ଦ୍ରୁତ ଏବଂ ତାଳବଦ୍ଧର ପିଲାମାନେ। ଏହାର ଉତ୍ପତ୍ତି କୋଉଠି ପିଲାମାନେ? ପଞ୍ଜାବ ଅଟୋ ଚାଳକ ମାନଙ୍କ ଗୀତରୁ। ପଞ୍ଜାବର ଯୋଉ ଅଟୋ ଚାଲକ ମାନଙ୍କର ଥିଲା, ଅଟୋ ମାନେ ଆଜିକାର ଯୋଉ ଅଟୋ ଗାଡି ଏଇଟା ନୁହଁ ପିଲାମାନେ, ଯୋଉ ପଞ୍ଜାବରେ ଯୋଉ ଅଟୋ ଚାଲକ ମାନଙ୍କ ଥିଲା, ତାଙ୍କଠାରୁ ଏଇ ଗୀତଟା ଉତ୍ପତ୍ତି ହେଇଥିଲା ପିଲାମାନେ। ତରାନା ଏଥିରେ ଅର୍ଥହୀନ ଶବ୍ଦର ବ୍ୟବହାର କରାଯାଏ। କଣ ଅର୍ଥହୀନ? ଭ୍ୟାଲ୍ୟୁଲେସ୍ ୱାର୍ଡ। ଏଥିରେ କିଛି ଅର୍ଥହୀନ ଶବ୍ଦର ବ୍ୟବହାର କରାଯାଏ। ଉଦାହରଣ ସ୍ୱରୂପ ତାନାନା, ଦେରେ ନା, ୟାଲେଲି, ୟାଲାଲି, ଯୋଉଥିରେ କଣ ଗୋଟେ କିଛି ଅର୍ଥ ନଥାଏ। ଯୋଉ ମାନେ ତାନାନା ନା ନା ଏଥିରେ କଣ ଅର୍ଥ ଅଛି ପିଲାମାନେ? କିଛି ନାହିଁ। ଏମିତି ହିସାବରେ ଏଟାକୁ ଦିଆଯାଇଥିଲା ତରାନା। କୱାଲି କୱାଲି କଣ? ସୁଫି ଭକ୍ତି ସଙ୍ଗୀତ ଏଟା ପିଲାମାନେ। କୱାଲି ଗୋଟେ ସୁଫି ଭକ୍ତି ସଙ୍ଗୀତ। ଦରଗାହରେ ଏଇଟା କଣ ପିଲାମାନେ ଗାନ କରାଯାଏ? ସାମୂହିକ ଗାନ, ମାନେ ଗୋଟେ ଗ୍ରୁପରେ ଏହାକୁ ଗ୍ରୁପ ହିସାବରେ ଏହାକୁ ଗାନ କରାଯାଏ ପିଲାମାନେ। ଆମେ ଏବେ ଦେଖିବା ପିଲାମାନେ ହିନ୍ଦୁସ୍ତାନୀ ସଙ୍ଗୀତର ପ୍ରମୁଖ ଘରାଣା ଗୁଡିକ କଣ ପିଲାମାନେ? ଗ୍ୱାଲିୟର, ଆଗ୍ରା, ଜୟପୁର, ଅତ୍ରୋଲି, କିରାନା, ପଟିଆଲା, ରାମପୁର, ବାରାଣାସୀ, ଏସବୁ ହଉଛି ପିଲାମାନେ ହିନ୍ଦୁସ୍ତାନୀ ସଙ୍ଗୀତର ପ୍ରମୁଖ ଘରାନା ଗୁଡିକ। ବାଦ୍ୟଯନ୍ତ୍ର, ଆମେ ଏବେ ବାଦ୍ୟଯନ୍ତ୍ର ଦେଖିବା। ତାରଯୁକ୍ତ ବାଦ୍ୟଯନ୍ତ୍ର କଣ? ଷ୍ଟ୍ରିଙ୍ଗ। ତାରଯୁକ୍ତ ଷ୍ଟ୍ରିଙ୍ଗ ବାଦ୍ୟଯନ୍ତ୍ର କଣ? ସିତାର, ସରୋଦ, ସାରଙ୍ଗୀ, ସନ୍ତୁର, ତାନପୁରା। ବାୟୁ ଚାଳିତ ୱିଣ୍ଡ, ଯୋଉ ବଂଶୀ ଏବଂ ସୈନ୍ୟ, କଣ ଏଟା ବାୟୁରେ ବାୟୁରେ ବଜାଯାଏ ନା, ବାୟୁରେ ଯୋଉଠି ଫୁଙ୍କ ମାରିଲେ ବାଜେ। ଆଘାତ ଜନିତ ବା ପରକ୍ୟୁଜନ, ତବଲା ପଖାବ, ଯେଟା କଣ? ଆଘାତ ଜନିତ, ମାନେ ହାତରେ ବଜାଯାଏ ଆଘାତ ଦେଇକି। କର୍ଣ୍ଣାଟକ ଶାସ୍ତ୍ରୀୟ ସଙ୍ଗୀତ ଦକ୍ଷିଣ ଭାରତ, ଏଟା କୋଉଠି କରିବ ନା? ଦକ୍ଷିଣ ଭାରତ। ଏ ବିଷୟରେ ଆମେ ଏବେ ପଢିବା। ସଂସ୍କୃତ ଶବ୍ଦ କର୍ଣ୍ଣାଟକ ସଙ୍ଗୀତମରୁ ଆସିଛି। କୋଉ ଶବ୍ଦ? ସଂସ୍କୃତ ଶବ୍ଦ କର୍ଣ୍ଣାଟକମରୁ। ଦକ୍ଷିଣ ଭାରତରେ ସ୍ୱତନ୍ତ୍ର ଭାବରେ ବିକଶିତ। ଏଟା କଣ? ଇଣ୍ଡିପେଣ୍ଡେଣ୍ଟଲି ଡେଭଲପ ହେଇଥିଲା, ମାନେ କୋଉଠି ପିଲାମାନେ? ସାଉଥ ଇଣ୍ଡିଆରେ। ଏହାର ଯୋଉ ପୃଷ୍ଠପୋଷକତା ବା ଏହାର ଯୋଉ କିଏ ନେଇଥିଲା ପିଲା? ପୃଷ୍ଠପୋଷକତା କିଏ ନେଇଥିଲା? ବିଜୟନଗରମ ସାମ୍ରାଜ୍ୟ ବା ପେଟ୍ରୋନାଇଜ କରିଥିଲା କିଏ ପିଲାମାନେ? ବିଜୟନଗର ସାମ୍ରାଜ୍ୟକୁ ପେଟ୍ରୋନାଇଜ କରିଥିଲା। କର୍ଣ୍ଣାଟକ ସଙ୍ଗୀତର ତ୍ରିମୂର୍ତ୍ତି, କର୍ଣ୍ଣାଟକ ସଙ୍ଗୀତର ତ୍ରିମୂର୍ତ୍ତି କାହାକୁ କୁହାଯାଏ ପିଲାମାନେ? ତ୍ୟାଗରାଜ, ମୁଥୁସ୍ୱାମୀ ଦୀକ୍ଷିତାର, ଶ୍ୟାମା ଶାସ୍ତ୍ରୀ। ଏମାନେ କଣ? 1800 ରୁ 19ଶ ଶତାବ୍ଦୀରେ ସଙ୍ଗୀତଜ୍ଞ ମାନେ ଥିଲେ। ଏମାନେ କିଏ? 3 ଜଣ। ଭକ୍ତିମୂଳକ ଗୀତ ରଚନା କରିଥିଲେ। ଏମାନେ କଣ କରୁଥିଲେ? ଭକ୍ତିମୂଳକ ଗୀତ ରଚନା। କର୍ଣ୍ଣାଟକ ସଙ୍ଗୀତରେ କୌଣସି ଘରାନା ପ୍ରଥା ନାହିଁ ପିଲାମାନେ। କଥକ ନୃତ୍ୟ ବ୍ୟତୀତ ଅନ୍ୟ ସମସ୍ତ ଶାସ୍ତ୍ରୀୟ ନୃତ୍ୟ କର୍ଣ୍ଣାଟକ ସଙ୍ଗୀତ ବ୍ୟବହାର କରନ୍ତି। ଯୋଉ କଥକ ନୃତ୍ୟ ବ୍ୟବହୃତ ଅନ୍ୟ ସମସ୍ତ ଶାସ୍ତ୍ରୀୟ ନୃତ୍ୟ କର୍ଣ୍ଣାଟକ ସଙ୍ଗୀତ ବ୍ୟବହାର, କେବଳ ଗୋଟେ ନୃତ୍ୟ କଥକ ନୃତ୍ୟ, ଯୋଉଥିରେ କଣ ପିଲାମାନେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ୟୁଜ କରାଯାଏ, କିନ୍ତୁ ସମସ୍ତ ବାକି ସବୁ କଣ ହୁଏ? କର୍ଣ୍ଣାଟକ ସଙ୍ଗୀତ ବ୍ୟବହାର କରାଯାଏ। କର୍ଣ୍ଣାଟକ ସଙ୍ଗୀତର ସାମ୍ରାଜ୍ଞ ବା କିଏ ପିଲାମାନେ? ଏମ ଏସ୍ ସୁబ్బଲକ୍ଷ୍ମୀ। ଏମ ଏସ୍ ସୁబ్బଲକ୍ଷ୍ମୀ ଏମାନେ ଭାରତ ରତ୍ନ ପାଇଥିଲେ 1998, ପଦ୍ମଭୂଷଣ ପାଇଥିଲେ 1954, ପଦ୍ମ ବିଭୂଷଣ 1975। ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବା ପ୍ରଥମ ମହିଳା ମଧ୍ୟ କିଏ ଥିଲେ? ଏମ ଏସ୍ ସୁబ్బଲକ୍ଷ୍ମୀ। କେବେ ପାଇଥିଲେ? 1965 ମସିହାରେ। ରମନ ମ୍ୟାଗସେସେ ମଧ୍ୟ ପାଇଥିଲେ କେବେ? 1974 ମସିହାରେ। ମିଳିତ ଜାତି ସଂଘର ସାଧାରଣ ସଭାରେ ପରିବେଷଣ କରିଥିବା ପ୍ରଥମ ସଙ୍ଗୀତଜ୍ଞ ଥିଲେ 1967 ମସିହାରେ ଆମର ଏମ ଏସ୍ ସୁబ్బଲକ୍ଷ୍ମୀ। ତାର୍ଲାପାକା ଆନାମାଚାର୍ଯ୍ୟ ବା ଅନ୍ନମୟୀ, ଏ କଣ? 32,000 ସଂକୀର୍ତ୍ତନ ରଚନା କରିଥିଲେ। ସୋପାନ ପରମ୍ପରା କେରଳର ମନ୍ଦିର ସଙ୍ଗୀତ ପରମ୍ପରା। ଯୋଉ ସୋପାନ ପରମ୍ପରା ଥାଏ, ଏଟା କେରଳର ମନ୍ଦିର ପରମ୍ପରା ପିଲାମାନେ। ବାଦ୍ୟଯନ୍ତ୍ର କର୍ଣ୍ଣାଟକ, କର୍ଣ୍ଣାଟକରେ ଯୋଉ ବାଦ୍ୟଯନ୍ତ୍ର ରହିଛି, ଯୋଉ ଷ୍ଟ୍ରିଙ୍ଗ ତାର ଯୁକ୍ତ ହୋଇଥାଏ, ବୀଣା ଏବଂ ଭାଲି, ବାୟୁ ଚାଳିତ ବା ୱିଣ୍ଡ ଯୋଉଥାଏ, ନାଦସ୍ୱରମ ଏବଂ ବଂଶୀ, ଆଘାତ ମାନେ ଯୋଉ ପରକ୍ୟୁଜନ ବାଲା, ଯୋଉଟା ହାତରେ ବଜାଯାଏ, ମୃଦଙ୍ଗ, ଘଟମ, କଞ୍ଜିରା ଏବଂ ମସି। ପ୍ରମୁଖ ଶୈଳୀ ଗୁଡାକ କର୍ଣ୍ଣାଟକର କଣ? କର୍ଣ୍ଣାଟକ ସଙ୍ଗୀତର ଗୀତମ ଆଉ ଗୀତମ, ଏହା ସବୁଠାରୁ ସରଳ, ସବୁଠାରୁ ଇଜି କୋଉଟା ପିଲାମାନେ? ଗୀତମ। ସ୍ୱରଜାତି, ସ୍ୱରଜାତି କଣ ପିଲାମାନେ? ଏଟା ଏହା ମଧ୍ୟ ଏକ ପ୍ରମୁଖ, ଏଇଟା ଗୋଟେ
ଇମ୍ପୋର୍ଟାଣ୍ଟ ଷ୍ଟାଇଲଟି ସ୍ୱରଜାତି। ତାପରେ ସଂରଚନାର ତିନି ଭାଗରେ ଅଛି। ଏହାର ଯୋଉ ସ୍ୱରଜାତିର ସଂରଚନା ଥିଲା ତିନି ଭାଗ ଅଛି ପିଲାମାନେ କଣ? ପଲ୍ଲବୀ, ଅନୁପଲ୍ଲବୀ, ଚରଣମ୍। ତାପରେ ଜାତି ସ୍ୱରମ୍ କଣ ପିଲାମାନେ? ଜାତି ସ୍ୱରମ୍ ହଉଛି ଏହା ତାଳ ଏବଂ ସଙ୍ଗୀତର ଶୈଳୀ ଉପରେ ଗୁରୁତ୍ୱ ଦିଆଯାଏ। ଯୋଉ ଆମର ତାଳ ଥାଏ ଆଉ ସଙ୍ଗୀତର ଶୈଳୀ ଏ ଉପରେ ଏଟା ଗୁରୁତ୍ୱ ଦେଇଥାଏ ଜାତି ସ୍ୱରମରେ। କୃତି ଗୁଡାକ କଣ ପିଲାମାନେ? କୃତି ଗୁଡାକ ମୁଖ୍ୟ ସଂରଚନା, ଏହା ସବୁଠାରୁ ସାଧାରଣ ଏବଂ ଭକ୍ତିମୂଳକ ହୋଇଥାଏ। କୋଉଟା? କୃତି। ବର୍ଣ୍ଣମ୍ ପିଲାମାନେ, ବର୍ଣ୍ଣମ୍ କଣ? ଅଭ୍ୟାସ ଏବଂ କାର୍ଯ୍ୟକ୍ରମର ଆରମ୍ଭରେ ବି ହୋଇଥାଏ। ଅଭ୍ୟାସ ଏବଂ କାର୍ଯ୍ୟକ୍ରମର ଆରମ୍ଭରେ ବ୍ୟବହୃତ ହୁଏ। ଏହା ଏକ ଅତ୍ୟନ୍ତ କୌଶଳପୂର୍ଣ୍ଣ ଏବଂ ସୁସଂଗଠିତ ରଚନା ଯାହାର ରାଗ ପ୍ରମୁଖ ଉତ୍ପାଦନ ଗୁଡ଼ିକୁ ପ୍ରଦର୍ଶନ କରିଥାଏ। ସଙ୍ଗୀତ କାର୍ଯ୍ୟକ୍ରମର ଆରମ୍ଭରେ ଯେତେବେଳେ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହୁଏ ପିଲାମାନେ, ସେ ଆରମ୍ଭରେ କୋଉଟା? ବର୍ଣ୍ଣମ୍ ଟା ଗାନ କରାଯାଇଥାଏ। ତିଲ୍ଲାନା ପିଲାମାନେ, ଏହା ଏକ ଦ୍ରୁତ ତାଳବଦ୍ଧ ବା ରିଦିମିକାଲ କମ୍ପୋଜିସନ, ଯୋଉଟା ଦ୍ରୁତ ମାନେ କହିବେ ଲାଷ୍ଟ ଟାଇମରେ ପିଲାମାନେ ତିଲ୍ଲାନା, ଦ୍ରୁତ ଯୋଉଠି ଆସିଲା ଦ୍ରୁତ ଏଇଟା କୋଉଠି ଥିବ? ଲାଷ୍ଟ, କାହିଁକି ନା ଲାଷ୍ଟରେ ଦ୍ରୁତରେ ଗାନ କରାଯାଇଥାଏ। ଅଳ୍ପନା, ଅଳ୍ପନା କୋଉଠି ଥିବ ପିଲା ଦେଖିବ କି? ଅଳ୍ପନା ରାଗମୁକ୍ତ ଇମ୍ପ୍ରୋଭାଇଜେସନ, ରାଗମୁକ୍ତ ସନ୍ଧାନ କୋଉଟା? ଅଳ୍ପନା। ଏଥିରେ କୌଣସି ତାଳ ନଥାଏ ପିଲାମାନେ, ଏହା କୃତି ପୂର୍ବରୁ ପରିବେଷଣ କରିଥାଏ। କୃତି ଯୋଉ ଆମେ ଦେଖିଲେ ଏବେ ଆଗରେ କୃତି, କୃତି ପୂର୍ବରୁ ଏହାକୁ ପରିବେଷଣ କରିଥାଏ। ମୌଳିକ ଧାରଣା କଣ? ଏହାର କୋର କନସେପ୍ଟ ଗୁଡା କଣ? ସ୍ୱର, ମ୍ୟୁଜିକାଲ ନୋଟ୍ସ, କେତେ ନୋଟ ପିଲାମାନେ? 7 ମ୍ୟୁଜିକାଲ ନୋଟ କେତେ ଅଛି? 7ଟି ମ୍ୟୁଜିକାଲ ନୋଟ, ଯୋଉଟା ଆମେ କହୁ ସା ରେ ଗା ମା ପା ଧା ନି। ଏଗୁଡିକ ଆଗରୁ ଆମେ ଯୋଉ ପାଶ୍ଚାତ୍ୟ ଯୁଗରେ କଣ ଥିଲା? ଧୋ ରେ ମି ଫା ଲୋ ସା ତି ଯୋଉ ଥିଲା, ଏଟା ସହିତ ସମାନ ଥିଲା ପିଲାମାନେ। ସ୍ୱରର ପ୍ରକାର କଣ ଥିଲା? ସ୍ଥିରତା ଆଧାରରେ, ସ୍ଥିରତା ଆଧାରରେ କଣ କଣ ଦେଖିବା ପିଲାମାନେ? ଷ୍ଟେବିଲିଟି ହିସାବରେ ଅଚଳ ସ୍ୱର ଯୋଉଟା ଫିକ୍ସ ନୋଟ ସ, ଏଠି ଯୋଉ ଆମର ସ ଅଛି, ସ ହଉଛି ଫିକ୍ସ, ଏଇଟା ଚେଞ୍ଜ ହେଇପାରିବ। ଏହାର ଯୋଉ ଷ୍ଟ୍ରକ୍ଚର ବା ଏହାର ଷ୍ଟ୍ରକ୍ଚର ଏମାନଙ୍କ ସ୍ଥାନାଙ୍କ କେବେ ବି ଚେଞ୍ଜ ହେଇପାରିବନି। କାହାର? ସ ଆଉ ପର, ସା ଆଉ ପାର, ସା ଆଉ ପାର କେବେ ଚେଞ୍ଜ ହବନି। ତାପରେ ଚଳ ସ୍ୱର, ଚଳ ସ୍ୱରରେ ରେ ଗା ମା ଧା ନି, ରେ ଗା ମା ଧା ନି, ଏମାନେ ସେମାନଙ୍କ ସ୍ଥାନ ପରିବର୍ତ୍ତନ କରିବେ। କି ପିଲାମାନେ ରେମା ଘା, ପିଲାମାନେ ଏଠି ଟିକେ ଟାଇପିଂ ଅଛି। ରେ ଗୋ ମୋ ଧ୍ୱନି, ସେଟା କଣ? ରେ ଗା ମା, ସା ରେ ଗା ମା ପା ଧା ନି ଟା ରେ ଗା ମା ଧା ନି, ଏମାନେ ତାଙ୍କର କଣ କରିପାରିବେ? ସ୍ଥାନ ପରିବର୍ତ୍ତନ କରିବେ। ସ୍ୱରର ପ୍ରକାର କଣ? ପିଚ୍, ପିଚ୍ ହିସାବରେ କଣ? ଆଧାର ଆମର ହିନ୍ଦୁସ୍ତାନ ସଙ୍ଗୀତରେ ପିଚ୍ ହିସାବରେ କଣ ସ୍ୱର ପ୍ରକାର ଦେଖିବା। ହିନ୍ଦୁସ୍ତାନ ସଙ୍ଗୀତରେ ଏକ ଅଷ୍ଟକ ବା ଅକ୍ଟାକ ରେ 12ଟି ସ୍ୱର, 12ଟି ସ୍ୱର କୋଉଠି ପିଲାମାନେ? 12ଟି ସ୍ୱର ହିନ୍ଦୁସ୍ତାନ ସଙ୍ଗୀତରେ ୟୁଜ କରାଯାଇଛି। ଶୁଦ୍ଧ ସ୍ୱର, ପିଓର ବା ନେଚୁରାଲ ସ୍ୱର ଯେ କେତେଟା ପିଲାମାନେ? 7ଟି, 7ଟି ପିଓର ସ୍ୱର ଥାଏ। ସା ରେ ଗା ମା ପା ଧା ନି, ଏ ସା ରେ ଗା ମା ପା ଧା ନି ପିଲାମାନେ ପିଓର ସ୍ୱର। ବିକୃତ ସ୍ୱର, ଯେଉଁ ସ୍ୱର ଗୁଡିକ ସେମାନଙ୍କର ପ୍ରାକୃତିକ ପିଚ୍ ରୁ ବିଚ୍ୟୁତ ହୁଅନ୍ତି। ठीक है, ରେ ଗା ମା, ରେ ଗା ଧା ନି, ରେ ଗା ଧା ନି କଣ ପିଲାମାନେ? ଏହା ହଉଛି ବିକୃତ ବା ଅଲ୍ଟର ସ୍ୱର। ତୀବ୍ର କିଏ ଥିଲା ପିଲାମାନେ? ମ, ଟା ହଉଛି ତୀବ୍ର। ଆଉ କମଳ ହିସାବରେ କି? ରେ ଗା ଧା ନି, ଏଟା କମଳ, କମଳ ମାନେ ସେରେନ୍, ଶାନ୍ତ ପିଲାମାନେ। ଆଉ ତୀବ୍ର କିଏ? ମ। ଜାତିଶ, ଜାତିଶ କଣ ପିଲାମାନେ? ମୂଳତଃ ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ର ବୃନ୍ଦ, କଣ ଏଇ ଜାତିଶ କୋଉଠି ବର୍ଣ୍ଣନା କରାଯାଇଛି ପିଲାମାନେ? ଭରତ ମୁନିଙ୍କର ନାଟ୍ୟ ଶାସ୍ତ୍ରରେ। ଜାତି ଗୁଡିକର ପ୍ରାଚୀନ ସଙ୍ଗୀତରେ ବ୍ୟବହୃତ ମୌଳିକ ମେଲୋଡିକ ବା ଯୋଉ ଗାଇବାର ଷ୍ଟାଇଲ ମେଲୋଡିକ ସଂରଚନା ଥିଲା। ଆଧ୍ୟାତ୍ମିକ ଏବଂ ରୀତିନୀତିମୟ ଏହା କଠୋର ନିୟମ ଦ୍ୱାରା ବଦ୍ଧ ଥିଲା। କଠୋର, ଏଥିରେ କଣ ଥିଲା? ଜାତି ସେ ପିଲାମାନେ କଣ ଥିଲା? କଠୋର ନିୟମବଦ୍ଧ ଥିଲା। ଧୀରେ ଧୀରେ କଣ ସଙ୍ଗୀତଜ୍ଞ ମାନେ ଆନନ୍ଦ ଏବଂ ଭାବ ପ୍ରବଣତା, ଧୀରେ ଧୀରେ କଣ ସଙ୍ଗୀତଜ୍ଞ ମାନେ ଆନନ୍ଦ ଏବଂ ଭାବ ପ୍ରବଣତାର ବା ରସକୁ ପ୍ରାଧାନ୍ୟ ଦେବା ଆରମ୍ଭ କଲେ, ଯାହାକି ରାଗ ବା ଧାରଣାକୁ ଜନ୍ମ ଦେଲା। ଏହା କଣ ହେଲା? ତାପରେ ଧୀରେ ଧୀରେ ରାଗରେ ଜନ୍ମ ଦେଲା। ଜାତିର ଆଧୁନିକ ଅର୍ଥ, ରାଗରେ ଥିବା ସ୍ୱର ସଂଖ୍ୟା ଉପରେ ଆଧାରିତ। ସେଠି କଣ ଦେଖ, ଔଡବରେ 5ଟି ସ୍ୱର ଥାଏ, ଷାଡବରେ 6ଟି ସ୍ୱର ଥାଏ, ସମ୍ପୂର୍ଣ୍ଣରେ 7ଟି ସ୍ୱର ଥାଏ। ମିଶ୍ର ଜାତି, ମିକ୍ସ ଜାତି କଣ? ଆରୋହଣ ଏବଂ ଅବରୋହଣ ଭିନ୍ନ ସ୍ୱର ସଂଖ୍ୟା। ଉଦାହରଣ ଔଡବ ସମ୍ପୂର୍ଣ୍ଣ ଅର୍ଥାତ୍ ଆରୋହଣ 5 ଏବଂ
ଅବରୋହଣ 7। ମିକ୍ସରେ କଣ ପିଲାମାନେ ଦେଖ ମିକ୍ସ କଲେ ଏଇଟା ଦେଖ ଷାଡବ ଆଉ ସମ୍ପୂର୍ଣ୍ଣ ମିକ୍ସ କଲେ 6+7 ହବ 6 ଆଉ 7 ହବ ଏଇଟା ମିକ୍ସ। ଆଉ ଏଇଟା ଆରୋହଣ ଆରୋହଣ ଆଉ ଅବରୋହଣ ଆରୋହଣ କଣ ପିଲା ନା ଆରୋହଣ ବୋଲେ ଯୋଉ ଆମେ ଗୀତ ଗାଇବା କଣ ଆରୋହଣ ମାନେ ଉପରକୁ ଫାଷ୍ଟ ଉଠିବ ଉପରକୁ ଏଇଟା ହେଲା ଆରୋହଣ ଆଉ ଯେତେବେଳେ ସାଉଣ୍ଡ ଟା ତଳକୁ ଆସିବ ସେଇଟା ହେଲା ଅବରୋହଣ। ରାଗ କଣ ହେଲା ରାଗ କଣ ରାଗ ହଉଛି ମେଲୋଡିକ ଫ୍ରେମୱାର୍କ ମାନେ ଯୋଉ ଢାଞ୍ଚା ହଉଛି ଯୋଉ ମେଲୋଡିକ ଷ୍ଟାଇଲ ହଉଛି ଗାଇବାର ଷ୍ଟାଇଲ ହଉଛି ଏଇଟା ହଉଛି ରାଗ। ଏହା ଏକ ସ୍ୱରର ସମଷ୍ଟି ଯାହା ଭାବନା ବା ରସ ପ୍ରକାଶ କରିବା ପାଇଁ ବ୍ୟବହୃତ ହୁଏ ଯୋଉ ରସ ରସ ମାନେ କଣ ପିଲା ଯୋଉ ଆମେ ଯୋଉ ଗୀତଟା ଶୁଣୁଛେ ତାର ଯୋଉ ଷ୍ଟାଇଲ ରହୁଛି ସେଥିରୁ ଆମକୁ କେମିତି ଯୋଉ ମଜାଟା ଲାଗୁଛି ସେଟା ହଉଛି ରସ। ଏହା କଣ ସ୍ୱରର ଏହା କଣ ଏଇଥିରୁ କଣ ପିଲା ନା ରାଗରୁ ଆମକୁ କଣ ରସ ମିଳିଥାଏ ପିଲାମାନେ। ରାଗ ଦେଖ କୋଉ ଗୀତ ଅଧିକ ସାଉଣ୍ଡ ଆସିବ କୋଉଠି ସ୍ଲୋ ଆସିବ ସେମିତି ଷ୍ଟ୍ରକ୍ଚର ଗାଇଲେ କଣ ପିଲା ଆମକୁ ଗୋଟେ ମଜା ଲାଗିବ ସେ ମଜାଟା ହଉଛି ରସ। ତ ଏଇଠି ସେଇଟା କହିବି ସେ ଯୋଉ ରାଗର ସମଷ୍ଟିରେ କଣ ହୁଏ ରସ ସୃଷ୍ଟି ହେଇଥାଏ। ଏହା ଆରୋହଣ ବା ଚଢା ସ୍ୱର ବି ଆମେ କହୁଥିଲି ଏବଂ ଅବରୋହଣ ଏବଂ ଓହ୍ଲା ସ୍ୱର ମାନେ ଉପରକୁ ତଳକୁ ଯୋଉ ଷ୍ଟ୍ରକ୍ଚର ଉପରେ କମନ ସହିତ ସ୍ୱର ଏକ ସେଟ ଏଇଟା ଗୋଟେ ରାଗର ପ୍ରକାର ସ୍ୱର ସଂଖ୍ୟାର ଆଧାର ଜାତି ରାଗର ପ୍ରକାର କଣ ପିଲାମାନେ ସ୍ୱର ସଂଖ୍ୟାର ଆଧାର ଜାତିରେ ସେମ ହେଇଥାଏ ପିଲାମାନେ ଏଇଟା ଯେତେବେଳେ ସ୍ୱର ସଂଖ୍ୟା ହିସାବ ଏଇଟା ସ୍ୱର ଜାତି ଏଇଟା ଆମର ଯୋଉ ଜାତି ହିସାବରେ ଦେଖିବ 5ଟି ସ୍ୱର ଏଇ ସବୁ ସମାନ 5ଟି ସ୍ୱର ଥାଏ 6ଟି ସ୍ୱର ଥାଏ ଅଡବରେ ସମ୍ପୂର୍ଣ୍ଣରେ 7ଟି ମିଶ୍ର ଜାତିରେ ମିକ୍ସ ହେଇକି ଥାଏ ଏଇଟା ହଉଛି ସ୍ୱର ସଂଖ୍ୟାର ଆଧାର ଜାତି ହିସାବରେ। ରାଗର ପ୍ରକାର କୋଉଠି ବିଶେଷଣ ରାଗର ପ୍ରକାର ପରିବେଷଣ ସମୟର ଆଧାରରେ ତମ କଣ ସନ୍ଧ୍ୟା ପ୍ରକାଶ ରାଗ ସନ୍ଧ୍ୟା ସମୟରେ ପରିବେଷଣ କରାଯାଏ ଏଇଟା। ସମୟ କଣ ଥିବ ମାନେ ସକାଳୁ 4ଟାରୁ 7ଟା ଏବଂ ସନ୍ଧ୍ୟା 4ଟାରୁ 7ଟା ପର୍ଯ୍ୟନ୍ତ ଦେଖ ରାଗ ଏଥିରେ ଉଦାହରଣ କଣ ଦେଖ ରାଗ ଭେବର ଯାହା ଶାନ୍ତିପୂର୍ଣ୍ଣ ଏବଂ ଧ୍ୟାନାତ୍ମକ ମନୋଭାବ ପ୍ରକାଶ କରେ କୋଉ ଟାଇମରେ ଏଇ 4ଟାରୁ 7 ଟାଇମରେ କଣ ପିଲାମାନେ ମନ ଶାନ୍ତ ଥାଏ ତେବେ ଏଥିରେ କଣ କରାଯାଏ ମନକୁ ଶାନ୍ତିପୂର୍ଣ୍ଣ ହିସାବରେ ରଖିବା ପାଇଁ ଏ ପ୍ରକାର କଣ କରାଯାଏ ରାଗଟା ପ୍ରକାଶ କରାଯାଏ। ପୂର୍ବ ରାଗ ପିଲାମାନେ ମଧ୍ୟାହ୍ନରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ମଧ୍ୟାହ୍ନରୁ ମଧ୍ୟରାତ୍ରି ମଧ୍ୟରେ କଣ ପରିବେଷଣ କରାଯାଏ ପୂର୍ବ ରାଗ। ଉତ୍ତର ରାଗ କଣ ପିଲାମାନେ ମଧ୍ୟରାତ୍ରିରୁ ମଧ୍ୟାହ୍ନ ମଧ୍ୟରେ ପରିବେଷଣ କରାଯାଏ ଏଇ ଉତ୍ତର ରାଗ। ଗୁରୁତ୍ୱପୂର୍ଣ୍ଣ ସୂଚନା କଣ ପିଲାମାନେ ଦେଖ ରାଗ ବାଗେଶୀ ରାତି ସମୟରେ ପରିବେଷଣ କରାଯାଏ କୋଉ ଟାଇମରେ ରାତି ସମୟରେ ଏହା ମିଳନ ଆଶା ଭକ୍ତି ଏବଂ ଶାନ୍ତି ପ୍ରକାଶ କରେ। ଏହା କଣ କରିଥାଏ ପିଲାମାନେ ମିଳନ ଏ ଆଶା ଭକ୍ତି ଏବଂ ଶାନ୍ତି ପ୍ରକାଶ କରିଥାଏ। ରାଗ ଶଙ୍କର କଣ ହିନ୍ଦୁସ୍ତାନୀ ସଙ୍ଗୀତର ଏକ ରାତ୍ରି କାଳୀନ ରାଗ ଯୋଉ ରାଗ ଶଙ୍କରା ହଉଛି ଏଇଟା ହିନ୍ଦୁସ୍ତାନୀ ସଙ୍ଗୀତର ଗୋଟେ ପ୍ରକାର ରାତ୍ରି କାଳୀନ ରାଗ ନାଇଟରେ ୟାକୁ ଗାନ କରାଯାଇ ରହେ। ରାଗର ପ୍ରକାର ଭେଦ ମଧୁରତା ଶୁଦ୍ଧତାରେ ଆଧାରିତ କଣ କଣ ହଉଛି ଶୁଦ୍ଧ ରାଗ ଏହା ସମ୍ପୂର୍ଣ୍ଣ ଶୁଦ୍ଧ ଅନ୍ୟ କୌଣସି ରାଗର ପ୍ରଭାବ ଏଥିରେ ନଥାଏ କଣ ପିଲାମାନେ ଏଇଟା ପୁରା ଗୋଟେ ଗୋଟେ ପିଓର ରାଗରେ ପିଲାମାନେ ଏଥିରେ କଣ ଅନ୍ୟ ପ୍ରକାର କିଛି ବି ମିକ୍ସ ନଥାଏ। ଛାୟାଲୟ ଛାୟା ଛାୟା ରାଗ ଛାୟାଲୟ ରାଗ ଛାୟାଲୟ ରାଗ କଣ ଏଥିରେ ଅନ୍ୟ ଏକ ରାଗର ଛାୟା ବା ପ୍ରଭାବ ଦେଖିବାକୁ ମିଳେ। ସଂକୀର୍ଣ୍ଣ ରାଗ ପିଲାମାନେ ଦୁଇ ବା ତତୋଧିକ ରାଗ ମିଶ୍ରଣ ହେଲେ ଏହାକୁ କଣ ହୁଏ ସଂକୀର୍ଣ୍ଣ ରାଗ ହୁଏ। ଏଇଥିରେ ଶୁଦ୍ଧ ରାଗର କଣ ପିଲାମାନେ ପୁରା ପିଓରିଟି ଥାଏ ଛାୟାଲୟ ରାଗର କଣ ପିଲାମାନେ ଆଉ ଗୋଟେ ଦିଟା ଥାଏ ଏବଂ ସଂକୀର୍ଣ୍ଣ ରାଗର କଣ ଦୁଇଟାରୁ ଅଧିକ ଯୋଉଟା ଥାଏ ସେଇଟା ଅଛି ସଂକୀର୍ଣ୍ଣ ରାଗ। ଏବେ ଆମେ କହିବା ରାଗରେ ସ୍ୱରର ଭୂମିକା ଆଦି ଗୁରୁତ୍ୱପୂର୍ଣ୍ଣ ସ୍ୱର ଏଇଟା ଗୁରୁତ୍ୱପୂର୍ଣ୍ଣ ଏହାକୁ ରାଜା ବୋଲି ମଧ୍ୟ କୁହାଯାଏ। ସମ୍ବାଦୀ ଦ୍ଵିତୀୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସ୍ୱର ଏହା ମନ୍ତ୍ରୀ ବୋଲି ବିବେଚନା କରାଯାଏ। ଅନୁବାଦୀ ରାଗରେ ବ୍ୟବହୃତ ଅନ୍ୟ ସମସ୍ତ ସ୍ୱର ହଉଛି ଅନୁବାଦୀ। ତାଲ ବା ଛନ୍ଦବଦ୍ଧ ଚକ୍ର ବୋଲି ଏଇଟା କଣ ତାଲ ଅର୍ଥାତ୍ ସଙ୍ଗୀତରେ ସମୟରେ ମାପ ସଙ୍ଗୀତ କଣ ସମୟର ମାପ ଏହା କେତେବେଳେ ତାଲି ପକେଇବା କେତେବେଳେ ବିରତି ନେବା ଏବଂ ଲୟ ବଜାୟ ରଖିବାର ସମ୍ବନ୍ଧରେ ସୂଚନା ଦିଏ। ସେ ଗୀତ କୋଉଠି ଷ୍ଟପ ହେବ କୋଉଠି ଅଧିକ ସ୍ୱରରେ ଆସିବ ସେଇ ହିସାବରେ ହିଁ ସେ ଆମର ଯୋଉ ବାଜାଟା ବଜାଯାଏ।
ଏଟାକୁ ଯୋଉ ମେଣ୍ଟେନାନ୍ସ କରିବାଟା ତାକୁ ତାଳ ବୋଲି କୁହାଯାଏ। କର୍ଣ୍ଣାଟକ ସଙ୍ଗୀତର ପଦ୍ଧତିରେ 7ଟି ମୌଳିକ ତାଳ ଅଛି। କର୍ଣ୍ଣାଟକ ସଙ୍ଗୀତ ପଦ୍ଧତିରେ 7ଟି ମୌଳିକ ତାଳ ଅଛି। ଏହା 3ଟି ଅଙ୍ଗ ବା ଅଂଶ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ପ୍ରଥମେ ଲଘୁ, ତାଲି ପ୍ଲସ୍ ଆଙ୍ଗୁଳି ଗ୍ରହଣ କରାଯାଇଥାଏ। ଧ୍ରୁତମ, ତାଲି ପ୍ଲସ୍ ହାତ ଓଲଟାଇବା, ହାତ ଓଲଟାଇବାକୁ ଗଣନା କରାଯାଏ। ଅଧ୍ରୁତମ, କେବଳ ତାଲିରେ ହିଁ ଗଣନା କରାଯାଏ। ତାଳ ଗୁଡ଼ିକର ତାଲିକା, ଏ ଯୋଉ ତାଳ ଗୁଡ଼ିକ ରହିଛି ତାର ତାଲିକା କଣ ଜାଣିବା। ଧ୍ରୁବ ତାଳ, ଲଘୁ, ଧ୍ରୁତମ, ଲଘୁ, ଧ୍ରୁତମ। ପିଲାମାନେ ଦେଖ, ମଧ୍ୟ ତାଳ, ଲଘୁ, ଧ୍ରୁତମ, ଲଘୁ। ରୂପକ ତାଳ, ଧ୍ରୁତମ, ଲଘୁ। ଝମ୍ପ ତାଳ, ଲଘୁ, ଅନୁଧ୍ରୁତମ, ଧ୍ରୁତମ। ତ୍ରିପୁଟ ତାଳ, ତ୍ରିପୁଟ ତାଳ, ଲଘୁ, ଧ୍ରୁତମ, ଧ୍ରୁତମ। ଓଟ ତାଳ, ଲଘୁ, ଲଘୁ, ଧ୍ରୁତମ, ଧ୍ରୁତମ। ଏବଂ ଏକ ତାଳ, ଲଘୁ। ପିଲାମାନେ ଆମେ ଯୋଉଟା ପଢିଲେ ଧ୍ରୁବ ତାଳ, ମଧ୍ୟ ତାଳ, ରୂପକ ତାଳ, ଝମ୍ପ ତାଳ, ତ୍ରିପୁଟ ତାଳ, ଅଟ ତାଳ, ଏକ ତାଳ। ଏଥିରେ ଆମେ ଲଘୁ, ଧ୍ରୁତମ, ଲଘୁ କଣ, ଲଘୁ, ଧ୍ରୁତମ, ଲଘୁ, ଲଘୁ କଣ, ଏଇଟା ମାନେ ଦେଖ, ଆମେ ଯୋଉ ଆଗରୁ ପଢିଲେ ଏହାର ଯୋଉ ଅଙ୍ଗ ଯୋଉ ପଢିଲେ ଲଘୁ, ଧ୍ରୁତମ, ଏଇଟା ମଧ୍ୟ ତାଳ, ଲଘୁ, ଧ୍ରୁତମ, ଲଘୁ କହିଲେ କଣ, ଦେଖ ଲଘୁ କହିଲେ ତାଲି ପ୍ଲସ୍ ଆଙ୍ଗୁଳି ଗ୍ରହଣ। ଏଥିରେ କଣ ହବ, ଲଘୁରେ ଥରେ ତାଲି ପ୍ଲସ୍ ଆଙ୍ଗୁଳି ଗଣନା ହବ, ତାପରେ ଧ୍ରୁତମ ୟୁଜ ହବ। ଧ୍ରୁବରେ ତାଲି ପ୍ଲସ୍ ହାତ ଓଲଟେଇବା, ତାପରେ ଲଘୁ, ତାପରେ ପୁଣି ଆଉଥରେ କଣ ହବ, ତାଲି ମାରିବେ ପୁରା ଆଙ୍ଗୁଳି ଗଣନା କରିବେ। ଏଇଟା ହଉଛି ଆର ଷ୍ଟ୍ରକ୍ଚର। ପିଲାମାନେ ବୁଝିପାରିଲେ। ଏ ତାଳ ଗୁଡିକ ଏମିତି ୟୁଜ କରାଯାଏ। ଜାତି ବା ଲଘୁର ବିଭିନ୍ନ ପ୍ରକାର। ଲଘୁର ମାତ୍ରା ସଂଖ୍ୟା ପରିବର୍ତ୍ତନ ହୋଇଥାଏ। ଏ କଣ, ଲଘୁର ମାତ୍ରା ସଂଖ୍ୟା ଯେମିତି କିନ୍ତୁ ଦେଖ ଧ୍ରୁତମ ର 2 ଏବଂ ଅନୁଧ୍ରୁତମ ର 1 ମାତ୍ରା। ଏଇଟା କେବେ କଣ ହେଇଥାଏ, ଚେଞ୍ଜ ହେଇଥାଏ। କୋଉଟା କୋଉଟା ଧ୍ରୁତମ ଆଉ ଅନୁଧ୍ରୁତମ ଚେଞ୍ଜ ହେଇନଥାଏ, କିନ୍ତୁ ଲଘୁର ମାତ୍ରା ଚେଞ୍ଜ ହେଇଥାଏ। ଜାତିର ପ୍ରକାର, ଜାତି, ଆମର ଯୋଉ ଜାତିର ପ୍ରକାର ଆମେ ଦେଖିବା, ତିସ୍ର ଜାତି 3 ମାତ୍ରା ଥାଏ, ତିସ୍ର ଜାତିରେ 3 ମାତ୍ରା ଥାଏ। ଚତୁସ୍ର ଜାତିରେ 4 ମାତ୍ରା, ଖଣ୍ଡ ଜାତିରେ 5 ମାତ୍ରା, ମିଶ୍ର ଜାତିରେ 7 ମାତ୍ରା, ସଂକୀର୍ଣ୍ଣ ଜାତିରେ 9 ମାତ୍ରା। ପିଲାମାନେ ଏଠି କଣ ଜାତି, ଏଠି ଯୋଉ କରୁଛି ଜାତି, ତିସ୍ର ଜାତି, ଏ ଜାତି ମାନେ ତମେ ଟିକେ ଡାଉଟ ଥିବ ନା ରେ, ଜାତି ମାନେ କଣ, ଦେଖ ଏଇ ଯୋଉ ଲଘୁ ଅଛି, ଏଇ ଲଘୁରେ କେତେ ଥର ଲାଗିବ, ମାତ୍ରା କେତେ ଲାଗିବ, ଦେଖ ଆମେ ତିସ୍ର ଜାତି କହିଲେ କାଣା 3 ମାତ୍ରା, ମାନେ ଲଘୁକୁ 3 ଥର ୟୁଜ କରିବା, ସେଇଟା ହଉଛି ଜାତି। ଏ ଯୋଉ ଲଘୁକୁ ୟୁଜ କରିବାର, ଏଠି ଆମର ଯୋଉ ଲଘୁ ଅଙ୍ଗ ରହିଛି, ଏଇ ଲଘୁ ଅଙ୍ଗରେ କେତେଟି ମାତ୍ରା ରହିବ, ସେଇଟା ଆମର, ସେଇଟାକୁ ଆମେ କହେ ଜାତି କୁହାଯାଏ। ବୁଝିଲ ପିଲାମାନେ। ହିନ୍ଦୁସ୍ତାନୀ ତାଳ ମାତ୍ରା ଆଧାରିତ। ହିନ୍ଦୁସ୍ତାନୀ ତାଳ ମାତ୍ରା ଆଧାରରେ ଆମେ ଦେଖିବା। ତୀର ତାଳ 12 ମାତ୍ରା ଥାଏ, ତୀର ତାଳରେ 12 ମାତ୍ରା ଥାଏ, 4 4 4 4 ହିସାବରେ। ଏକ ତାଳ 12 ମାତ୍ରା ଥାଏ, 2 2 2 2 2 ହିସାବରେ 12 ମାତ୍ରା ଥାଏ। ଝାପ ତାଳ 10 ମାତ୍ରା ଥାଏ, 2 3 2 3 ହିସାବରେ। ରୂପକ ତାଳ 7 ମାତ୍ରା ଥାଏ। ଏବେ ଆମେ ଦେଖିବା ଶ୍ରୁତି ବା ମାଇକ୍ରୋଷ୍ଟୋନ, ଶବ୍ଦର ସର୍ବନିମ୍ନ ଶୁଣା ଯୋଗ୍ୟ ପାର୍ଥକ୍ୟ, ଏଇଟା କଣ, ଶୁଣା ଯୋଗ୍ୟ। ଶ୍ରୁତି ମାନେ ପିଲାମାନେ ଶୁଣା ଯୋଗ୍ୟ। ଗୋଟେ ସୁର ସ୍ୱକୁ ଭିନ୍ନ ଭିନ୍ନ ସ୍ପିଚ ରେ ସାମାନ୍ୟ ପରିବର୍ତ୍ତନ କରି ଯୋଉ ଗାନ କରିବା କଣ, ଶ୍ରୁତି ହୁଏ। ଭାରତୀୟ ସଙ୍ଗୀତର ମୋଟ 22ଟି ଶ୍ରୁତି ରହିଛି। 22ଟି ଶ୍ରୁତିର ଗାଇବାର 22ଟା ଟାଇପ। ପିଲାମାନେ ଲୟ ମାନେ ଟେମ୍ପୋ କଣ, ପିଲାମାନେ ଟେମ୍ପୋ। ସଙ୍ଗୀତର ଗତି ବା ମାପ, ଏହାର 3ଟି ମୁଖ୍ୟ ଗତି ରହିଛି। ଗତି ମାପ କେତେ ସ୍ପିଡ ରେ ଯିବ, କେତେ ହାଇ ଭଲ୍ୟୁମ ରହିବ, କେତେ ସ୍ଲୋ ରହିବ, ଏଇଟା ହଉଛି ଟେମ୍ପୋ। ପିଲାମାନେ ବିଳମ୍ବିତ, ଧୀର ଏବଂ ଶାନ୍ତ,
ଯୋଉ ଆମର ଭଜନ ହଉଛି ଏଇଟା କଣ ଧୀର ଏବଂ ଶାନ୍ତରେ କୁହାଯାଏ, ଏଇଟା ହଉଛି ବିଳମ୍ବିତ। ଏବଂ ମଧ୍ୟମ ବା ସାଧାରଣ ଗତି, ଅଧିକାଂଶ ଗୀତ ଏହି ଗତିରେ ଗାନ କରାଯାଏ। ଏଇଟା କଣ ପିଲା ଏଇ ଯୋଉ ସଙ୍ଗୀତର ଗତି, ଆମେ ଯୋଉ ଟେମ୍ପୋ ବୋଲିଲା ଏଇ ଦିଟା ଟେମ୍ପୋ, ଆଉ ଏଇଟା ଗୋଟେ ଦ୍ରୁତ। ଦ୍ରୁତ ବା ଶୀଘ୍ର ଗତି, ଉଦାହରଣ ସ୍ୱରୂପ ଶେଷ ଭାଗ ଲାଷ୍ଟ ଟାଇମ କୁହନ୍ତି ସ୍ପିଡ ରେ କୁହାଯାଏ, ଦ୍ରୁତ କୁହାଯାଏ, ଏଇଟା ହଉଛି ଦ୍ରୁତ। ଏ ଗୋଟେ ଟେମ୍ପୋ ପିଲାମାନେ। ମେଲକର୍ତ୍ତା ଏବଂ ଥାର୍ଡ ପଦ୍ଧତି, ହିନ୍ଦୁସ୍ତାନ ସଙ୍ଗୀତର ମେଲକର୍ତ୍ତା ଏବଂ ଥାର୍ଡ ପଦ୍ଧତି କଣ ଆମେ ଜାଣିବା। ବିଂଶ ଶତାବ୍ଦୀରେ ବିଷ୍ଣୁ ନାରାୟଣ ଭାରତ ଖଣ୍ଡେ ଦ୍ଵାରା ଏହା ବିକଶିତ ହୋଇଥିଲା। କାହା ସହିତ? ବିଷ୍ଣୁ ନାରାୟଣ ଭାରତ ଖଣ୍ଡେ ଦ୍ଵାରା ପିଲାମାନେ। ସଙ୍ଗୀତ ଶିକ୍ଷା ଏବଂ ବୁଝିବା ପାଇଁ ସୁସଂଗଠିତ ଏବଂ ସହଜ ପଦ୍ଧତି ଥିଲା ଏଇଟା। କଣ ପିଲାମାନେ? ଥାର୍ଡ ପଦ୍ଧତି ଟା। ମୋଟ 10ଟି ଥାର୍ଡ ରହିଛି ପିଲାମାନେ, ବା ମୂଳ ସ୍ୱର ଗ୍ରାମ କେତେ ରହିଛି ପିଲା? 10ଟି ଥାର୍ଡ। ହଜାର ହଜାର ରାଗକୁ ଏହି 10ଟି ଥାର୍ଡ ଅଧୀନରେ ଶ୍ରେଣୀଭୁକ୍ତ। ଯେତେ ବି ଆମର ହଜାର ହଜାର ରାଗ ଅଛି, ସେ ରାଗକୁ ଏଇ 10ଟି ଥାର୍ଡ ମଧ୍ୟରେ ହିଁ ଡିଭାଇଡ କରାଯାଏ ବା ଶ୍ରେଣୀଭୁକ୍ତ କରାଯାଏ ପିଲାମାନେ। ପ୍ରତ୍ୟେକ ଥାର୍ଡରେ 7 ସ୍ୱର। ତ ଆମର 10ଟି ଥାର୍ଡ ରହିଛି, 10ଟି ଥାର୍ଡରେ ପ୍ରତ୍ୟେକ ଥାର୍ଡ ଭିତରେ 7ଟି ଲେଖାଏଁ ସ୍ୱର ରହିଛି ପିଲାମାନେ, ଆଉ ରହିବା ଆବଶ୍ୟକ ମଧ୍ୟ। ଥାର୍ଡ ଗୁଡିକର ଉଦାହରଣ ଥାର୍ଡ ମାନଙ୍କର ଆମେ ଉଦାହରଣ ଦେଖ। ବିଲାବଲ ଥାର୍ଡ, ସମସ୍ତ ଶୁଦ୍ଧ ସ୍ୱର, ଏଇଟା କଣ ପ୍ରାୟ ପିଓର ଭଏସ ଯୋଉଟା ଏଇଟା କଣ ବିଲାବଳ। କଲ୍ୟାଣ ଥାର୍ଡ, ଏଥିରେ ତୀବ୍ର ମ, ତୀବ୍ର ବିଷୟରେ ମ ନେଇ ପିଲାଟା ମା ପିଲାମାନେ, ଯୋଉଠି ବି ମ ଲେଖା ହେଇଥିବ ସାରେ ଗାମା ପାର ଯୋଉ ବି ୱାର୍ଡ ଲେଖା ହେଇଥିବ ତୀବ୍ର ମ ମାନେ ତୀବ୍ର ମା ପିଲାମାନେ, ମା ବ୍ୟବହୃତ ହୋଇଥାଏ। ଖମାଜ, ଏଥିରେ କୋମଳ ନି, ତାହା ନି ଯୋଉ ଅଛି ପିଲାମାନେ, ଏଇଟା କୋମଳ ନି ମାନେ ସେ ଶାନ୍ତ ହିସାବରେ ନି ବ୍ୟବହାର ହୋଇଥାଏ କୋଉଥିରେ? ଖମାଜରେ। ବହୁରବ, ତୋଡି, ଓସାବରୀ, ମାଓରୀ, ମାରୱା, ପୂର୍ବୀ, ଭୈରବୀ ଏବଂ କାଫି। କଣ ପିଲାମାନେ? ଏଇଟା ଗୋଟେ ଥାର୍ଡ। ଆମେ ଯୋଉ ଥାର୍ଡ ପଢିଛେ ନା 10ଟି ଥାର୍ଡ, ଏଇଟା ଦେଖ 1 2 ଗୋଟିଏ ଦିଟା ତିନିଟା ଚାରିଟି 5 6 7 8 9 10ଟା ଥାର୍ଡ ହଉଛି ଏଇଟା। ରାଗ ଯମନ, କଲ୍ୟାଣ ଥାର୍ଡ ରୁ ଉତ୍ପନ୍ନ ହେଇଥାଏ। ଯୋଉ ରାଗ ଯମନ ଟା ପିଲାମାନେ କୋଉଠି? କଲ୍ୟାଣ ଥାର୍ଡ ଉତ୍ପନ୍ନ, ସନ୍ଧ୍ୟା ସମୟରେ ପରିବେଷଣ। ଏଇ ରାଗ ଯମନ କଣ ପିଲା? ସନ୍ଧ୍ୟା ସମୟରେ ପରିବେଷଣ କରାଯାଏ। ଆଉ ଉତ୍ପତ୍ତି କୋଉଠି ହେଇଥିଲା? କଲ୍ୟାଣ ଥାର୍ଡ ରୁ। ଭାବ, ଏଥିରେ ଯୋଉ ଭାବ ରହିଥାଏ କଣ ରହିଥାଏ? ଏକ୍ସପ୍ରେସନ ଶାନ୍ତ ଏବଂ ଭକ୍ତିପୂର୍ଣ୍ଣ ରହିଥାଏ। ରାଗ ଜୌନପୁରୀ, ଏଇଟା ଓସାବରୀ ଥାର୍ଡ ରୁ ପିଲାମାନେ ଉତ୍ପନ୍ନ ହୋଇଥାଏ। ସକାଳ ଶେଷ ଭାଗରେ ଏକ ପରିବେଷଣ କରାଯାଏ ପିଲାମାନେ। ଭାବ କଣ ପିଲା? ମୁଡ, ଏ ଯୋଉ ଶାନ୍ତ ଏବଂ ଭକ୍ତିପୂର୍ଣ୍ଣ ହୋଇଥାଏ। କର୍ଣ୍ଣାଟକ ସଙ୍ଗୀତର ମେଲକର୍ତ୍ତା ପଦ୍ଧତି ଦେଖ, ଏହା ହିନ୍ଦୁସ୍ତାନୀ ଥାର୍ଡ ପଦ୍ଧତି ସହ ସମାନ ଥାଏ ପିଲାମାନେ। ଏଥିରେ 72ଟି ମେଲକର୍ତ୍ତା ରାଗ ଥାଏ। ପ୍ରତ୍ୟେକ ରାଗରେ ନିମ୍ନଲିଖିତ ସର୍ତ୍ତ ରହିବା ଆବଶ୍ୟକ। 7ଟି ଯାକ ସ୍ୱର ରହିଥାଏ ଏଥିରେ। ଉଭୟ ଆରୋହଣ ଏବଂ ଅବରୋହଣ କ୍ରମରେ ସ୍ୱର ଗୁଡିକ ଉପସ୍ଥିତ ରହିବା। ସ୍ୱର ଲକ୍ଷଣ ଗାଏ, ଏହା ସଙ୍ଗୀତର ସ୍ୱର ସମ୍ବନ୍ଧୀୟ ନିୟମ ଏବଂ ବୈଶିଷ୍ଟ୍ୟକୁ ବୁଝାଇ ପିଲାମାନେ। ସଠିକ ପିଚ୍ କଣ? ସ୍ୱରର ସଠିକ ଉଚ୍ଚତା, ଉପଯୁକ୍ତ ସମୟ, ପରିସରର କେତେ ସମୟ ଲାଗିବ ସେଟା ଉପଯୁକ୍ତ ସମୟ, ସଠିକ ଅଭିବ୍ୟକ୍ତି, ତାର ଏକ୍ସପ୍ରେସନ କଣ ରହିବ, କୋମଳ, ଦୃଢ, ଆବେଗପୂର୍ଣ୍ଣ, ତାର କଣ ରହିବ ତାର ଅଭିବ୍ୟକ୍ତି ସେଇଟା। ସ୍ୱରାବଳୀ, 7ଟି ସ୍ୱରକୁ ନେଇ ଗଠିତ ମୌଳିକ ସଙ୍ଗୀତର ଅଭ୍ୟାସ। 7ଟି ସ୍ୱରକୁ ନେଇ ଗଠିତ କଣ ପିଲାମାନେ? ସ୍ୱରାବଳୀ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାର ପ୍ରଥମ ପଦକ୍ଷେପ ଏଇ ସ୍ୱରାବଳୀ ହିଁ ଥିଲା। ସ୍ୱର ଗୁଡିକର କ୍ରମ ଅନୁସାରେ ସଜା, ଯଦି ସା ରେ ଗା ମା ପା ଧା ନି ଏମିତି କ୍ରମ ହିସାବରେ ସଜାଇଥାଏ। ଏହା ସାହାଯ୍ୟ କରେ କି ପିଚ୍ ର ସଠିକତାରେ, ଲୟ ଜ୍ଞାନ ବୃଦ୍ଧିରେ ଏବଂ ସଙ୍ଗୀତ ଶୃଙ୍ଖଳାରେ ଏଇଟା ସାହାଯ୍ୟ କରେ। କଣ? ଏ ଶ୍ରେଣୀବଦ୍ଧ ବା ଏ ସ୍ୱରମାଳା। ମାର୍ଗୀ ସଙ୍ଗୀତ କଣ? ଏହା ସଂସ୍କୃତ ଶବ୍ଦ ମାର୍ଗରୁ ଆସିଛି, ଯାହାର ଅର୍ଥ ପଥ। ଏହା ମୋକ୍ଷ ପ୍ରାପ୍ତିର ଏକ ଆଧ୍ୟାତ୍ମିକ ପଥ ବୋଲି ମଧ୍ୟ ମନାଯାଏ। ଐତିହାସିକ ସନ୍ଦର୍ଭ ପିଲାମାନେ, ଏହାର ଆମେ ଐତିହାସିକ ସନ୍ଦର୍ଭ କଣ ଜାଣିବା? ସଙ୍ଗୀତର ଦର୍ପଣ ଅନୁଯାୟୀ ଏହା ଭଗବାନ ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟିତ। କଣ ପିଲାମାନେ? ଏଇଟା ସଙ୍ଗୀତଟା ଭରତ ମୁନି ପ୍ରଥମେ ଭଗବାନ ଶିବଙ୍କ ପାଇଁ ଏହାକୁ କଣ ପରିବେଷଣ କରିଥିଲେ। ଏହା ଅତ୍ୟନ୍ତ କଠୋର ନିୟମ ପାଳନ କରାଯାଇଥିଲା ପିଲାମାନେ। ଏଇଟା ଆମର କଣ ପିଲାମାନେ? ସାଉଥ
ସାଉଥରେ ଯୋଉ ଆମେ କର୍ଣ୍ଣାଟକ ମ୍ୟୁଜିକ୍ ବିଷୟରେ ପଢୁଛେ ପିଲାମାନେ, ଏହା ଅତ୍ୟନ୍ତ କଠୋର ନିୟମ ପାଳନ କରୁଥିଲା। ଆଧୁନିକ ସଙ୍ଗୀତ ତୁଳନାରେ ଏହା ଥିଲା ଅଧିକ ରୀତିନୀତି ସମ୍ପନ୍ନ। ଗୁରୁତ୍ୱପୂର୍ଣ୍ଣ ସଙ୍ଗୀତଜ୍ଞ କିଏ ଥିଲେ? ହିନ୍ଦୁସ୍ତାନୀ ଯୋଉ ଆମର ହିନ୍ଦୁସ୍ତାନୀ ସଙ୍ଗୀତର ଗୁରୁତ୍ୱପୂର୍ଣ୍ଣ ସଙ୍ଗୀତଜ୍ଞ କିଏ ଥିଲେ ସେ ବିଷୟରେ ଆମେ ଜାଣିବା ଏବେ। ତାନସେନ, ବଡେ ଗୁଲାମ ଅଲି ଖାନ, ଭୀମସେନ ଯୋଶୀ, କୁମାର ଗନ୍ଧର୍ବ, ଗଙ୍ଗୁବାଇ ହାଙ୍ଗ, କିଶୋରୀ ଆମୋନକର, ରବିଶଙ୍କର, ବିସ୍ମିଲ୍ଲା ଖାଁ, ଜାକିର ହୁସେନ। ଏବେ ଆମେ କର୍ଣ୍ଣାଟକ ସଙ୍ଗୀତର କିଏ କିଏ ଥିଲେ ଦେଖିବା। ଏମ ଏସ୍ ସୁବୁଲକ୍ଷ୍ମୀ, ଏମ ବାଲାମୁର ଏମ ବାଲା ମୁରଲି କୃଷ୍ଣ, ସେମଗୁଡି ଶ୍ରୀନିବାସ ଆୟର, ଲାଲଗୁଡି ଜୟରମଣ, ସୁ ଶ୍ରୀନିବାସ।